ବାସନ୍ତୀରେ କଂଗ୍ରେସ। ରାଉରକେଲାରେ କଂଗ୍ରେସ ଦଳ ତାର ପ୍ରଚାର କାର୍ଯ୍ୟରେ ଭିଡ଼ିଛି। ସହରରେ ବିଭିନ୍ନ ସ୍ଥାନରେ ତାର ପଦଯାତ୍ରା ଆରମ୍ଭ କରିଛି। ଦଳୀୟ ପ୍ରାର୍ଥୀ ବୀରେନ୍ଦ୍ରନାଥ ପଟ୍ଟନାୟକ ସକାଳ ସମୟରେ ସହରର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଭେଟୁଛନ୍ତି। ଏହି ପରିପ୍ରେକ୍ଷୀରେ ଗତ 11 ତାରିଖ ଦିନ ସକାଳ ସମୟରେ ରାଉରକେଲାର ବାସନ୍ତୀ କଲୋନୀରେ ପହଞ୍ଚି ପ୍ରଥମେ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ ପରେ ସେ ପଦଯାତ୍ରାରେ ବାହାରିଥିଲେ। ବାସନ୍ତୀ କଲୋନୀର ଭୋଟର ଭାଇ ଭଉଣୀ ମା ମାଉସୀଙ୍କୁ ଦେଖାକରି ନିଜର ଦଳ ଅର୍ଥାତ୍ ହାତ ଚିହ୍ନରେ ଭୋଟ ଦେବାକୁ ସେ ଅନୁରୋଧ କରୁଛନ୍ତି। କଂଗ୍ରେସ ଦଳ ଜାତୀୟ ଦଳ। ଏହି ଦଳର ଗ୍ୟାରେଣ୍ଟି କାର୍ଡ଼କୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ପ୍ରତି ଘରକୁ ଘର ଯାଇ ନିଜ ସପକ୍ଷରେ ପ୍ରଚାର କାର୍ଯ୍ୟରେ ଲାଗିଥିବା ବେଳେ ଲୋକଙ୍କ ପାଖରୁ ମଧ୍ୟ ଉତ୍ସାହ ମିଳୁଛି। ସ୍ଥାନୀୟ ସମସ୍ୟାକୁ ସେ ଅଧିକ ଗୁରୁତ୍ୱ ଦେଉଥିବା ଶ୍ରୀ ପଟ୍ଟନାୟକ ଏଭଳି ପଦକ୍ଷେପକୁ ନେଇ ଜନସାଧାରଣଙ୍କ ପକ୍ଷରୁ ମଧ୍ୟ ତାଙ୍କୁ ସ୍ୱାଗତ କରାଯାଇଛି। ଏହି ଅବସରରେ ତାଙ୍କ ସହିତ ରାଉରକେଲାର ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ ମହାପାତ୍ର, ଡିସିସି ସଭାପତି ରବି ରାୟ, ରାଜ୍ୟ ମହାସଚିବ ପ୍ରବୋଧ ଦାସ, ପୂର୍ବତନ ଜିଲ୍ଲା ସଭାପତି ରଶ୍ମି ପାଢ଼ୀ, ଶିବୁ ଦୀପ, ଏଜାଜ ଅଖତର, ବାସୁଦେବ ବାନାର୍ଜୀ, ଜିଲ୍ଲା ଯୁବ ସଭାପତି ଶ୍ରୀ ମୋତିଲାଲ, ଛାତ୍ର ସଭାପତି ସୂର୍ଯ୍ୟକାନ୍ତ ବାରିକ, ଯୁବ କଂଗ୍ରେସର ରାଉରକେଲା ସଭାପତି ଶ୍ରୀ ଗାନ୍ଧୀ ଦାସ, ତରୁଣ କୁଶଳ, ମହିଳା ସଭାପତି ଗୀତା ସିଂ, ନାରୀ ନେତ୍ରୀ ରଞ୍ଜିତା ମଲ୍ଲିକ, ସବିତା ଦାସ, ସଦାବ ଅହମ୍ମଦ, ବାବୁଲି ଢୋଲିଆ ଦୀପ, କୀର୍ତ୍ତନ ଦାସ, ହରପ୍ରସାଦ ସାମଲ, ପ୍ରଦ୍ୟୁମ୍ନ ଷଡ଼ଙ୍ଗୀ, ସରୋଜ ଲେଙ୍କା, ଅମିୟ ଦାସ, ଆୟୁବ ଖାନ, ଏମ୍ଡି ମକ୍କି, ପ୍ରକାଶ ଜେନା, ଦୁଃଖୁ ଦୀପ, ରମେଶ ଗୁପ୍ତଲ, ଭୀମ ମହନ୍ତ ସହିତ ହଜାର ହଜାର କଂଗ୍ରେସ କର୍ମୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।